ଆସନ୍ତୁ ଶୁଣିବା ଡକ୍ଟର ମାୟାଧର ମାନସିଂଙ୍କ ପ୍ରଣୟ ଚିଟାଉ। ଏହି କ୍ରମରେ ଚିଠି ତମ ଚିଠି ତମ ସ୍ପର୍ଶ ଦିଏ। ପ୍ରାଣର ଲକ୍ଷ୍ମୀ ଅନ୍ଧକାରର ଦୀପଶିଖା ମୋର, ଗଣ୍ଠି ଧନ ମୋର। ବାୟାଣୀ, ମୁଁ ତମକୁ ଅପମାନ ଓ କଷ୍ଟ ଦେଇ ଯଥେଷ୍ଟ ଅନୁତାପ କଲିଣି। ତମେ ମୋର ଦେବୀ ପରା, ତମେ କ'ଣ କ୍ଷମା କରି ଜାଣନି? ମୁଁ ଯେ କିପରି ଚପଳ ତା କ'ଣ ତମେ ଆଗରୁ ଜାଣିନଥିଲ? ଏବେ ନୂଆ ଜାଣିଲ? ମୋର ଦୁର୍ବଳତାକୁ ତମେ ଧରି ବସୁଛ କାହିଁକି? ଜାଣିଛ ତ ଦୁର୍ବଳ, ଏମିତି ଅଭିମାନ କରି କହି ଅପମାନ ଦେଉଛ କାହିଁକି? ତମେ କ'ଣ ଏତେ ଦିନ ଭିତରେ ମୋର ସ୍ନେହ ଆଦୌ ଜାଣିନା? ମୁଁ ତମକୁ ସ୍ନେହ କରେ ବୋଲି ତମର କ'ଣ ଆଦୌ ବିଶ୍ୱାସ ନାହିଁ? ଛି ବାୟାଣୀ, ମୁଁ ତମ ପଦ ଧରୁଛି, ମୋତେ ଶେଷ ଥର ଲାଗି କ୍ଷମା ଦିଅ। ତମେ ଦେବୀ, ମୁଁ ତମକୁ ଅପମାନ ଦେଇଛି। ମୋର ପାପ ଭୀଷଣ। ମୁଁ ପ୍ରତିଜ୍ଞା କରୁଛି ଆଉ ଏପରି କେବେ ହେଲେ କରିବି ନାହିଁ। ତମ ଇଚ୍ଛା ହେଲେ ତମେ ଯାହା କର। ମୁଁ ଉତ୍ତମ ରୂପେ ଜାଣିଲିଣି ମୁଁ ତମର ଉପଯୁକ୍ତ ନୁହେଁ। ତମ ଉପରେ ମୁଁ ଆଉ କୌଣସି ଅନାଚାର କରିବି ନାହିଁ। କ୍ଷମା ଦିଅ। ତମର ଏ ପତ୍ରରେ ମୁଁ ନିତ୍ୟାନ୍ତ କ୍ଷୁର୍ଣ୍ଣ ହେଉଛି। ଅବଶ୍ୟ ମୁଁ ଜାଣୁଛି ତମ ମନରେ କି ଆଘାତ ଦେଇଛି, ତଥାପି କ୍ଷମା ମାଗୁଛି। ମୁଁ ଯେ ନିତ୍ୟାନ୍ତ ତମର ବାୟାଣୀ, ଏକଥା କେବେ ହେଲେ ଭୁଲନି। ବାଚାଳ ହୁଏ, ପାଗଳ ହୁଏ, ଦରିଦ୍ର ହୁଏ, ମୂର୍ଖ ହୁଏ, ନଗଣ୍ୟ ହୁଏ, ମୁଁ ତମରି ଦୟାର ପାତ୍ର। ତମେ ପରିତ୍ୟାଗ କଲେ ଏ ଜଗତରେ ମୋର ସ୍ଥାନ ନାହିଁ, ଏକଥା ତମେ ମୋଠୁ ବେଶୀ ଜାଣ। ଫଟୋଗ୍ରାଫର ପାଖକୁ ଓ ରାଧା ପାଖକୁ ଟଙ୍କା ପଠାଇ ଦେଇଛି। ଫଟୋଗ୍ରାଫରକୁ ମୁଁ କହି ଆସିଥିଲି, ତେଣୁ ମୋର ପଠାଇ ଦେବା ଉଚିତ ଥିଲା। ଲୋକଟା ଅବଶ୍ୟ ଅଭଦ୍ର ବ୍ୟବହାର କଲା, ତେବେ ଆମେ ଅଭଦ୍ର ହେବା କାହିଁକି? ତମେ ଏତେ ବ୍ୟସ୍ତ ହେଉଛ କାହିଁକି? ମୁଁ ନିୟମିତ ଚିଠି ଦେବି। ବରାବର ତ ତମକୁ ନେଇ ଆସିବା କଥା ଭାବୁଥିଲି ତମକୁ ଲେଖିବି ନ ପଢ଼ିବାକୁ, କିନ୍ତୁ ତମେ ଯାହା ହେଉଛ, ନ ପଢ଼ିଲେ ତମ ଅବସ୍ଥା ଶୋଚନୀୟ ହେବ। ଏବେ ସ୍କୁଲକୁ ଯାଉଛ ନା ନାହିଁ? ସେଠି ହାଇସ୍କୁଲ ହେବାର କ'ଣ ହେଲା? ତମର ଏତେ ବ୍ୟତିବ୍ୟସ୍ତ ହେବା ମୁଁ ପସନ୍ଦ କରୁନି। ତଥାପି ଇଚ୍ଛା ହେଉଛି ତମେ ମୋ ପାଇଁ ସବୁବେଳେ ଏମିତି ହୁଅନ୍ତ କି? ତମେ କ'ଣ ମୋତେ ଭଲ ପାଅ? ହଁ, ଉପରେ ନା। ଏଠାରେ ଜଣେ ଯୁବକଙ୍କ ସ୍ତ୍ରୀ ପ୍ରାଣତ୍ୟାଗ କରିଛନ୍ତି। ବଡ଼ ଦୁଃଖ ତାଙ୍କର। ତାଙ୍କ ଦୁଃଖ ଦେଖି ମୁଁ ବରାବର ଭାବୁଛି ମୋ ଦଶା କ'ଣ ହେବ ଭବିଷ୍ୟତରେ। ମୁଁ ପାଗଳ ହେଇଯିବି ଭାବୁଛି। ତମେ ଯେ ମୋର ବାହାର ଭିତର ସବୁ ମାଡ଼ି ବସିଲଣି। ମୁଁ ତମକୁ ଛାଡ଼ି କିପରି ଦିନ କାଟିବି? ମୋର ଗୌରବରେ ଭାଗି ହେବ କିଏ? ମୋର ଦୁଃଖ ପୋଛି ନେବ କିଏ? ଆମ ଫଟୋ ବଡ଼ ଚମତ୍କାର ହୋଇଛି। ଯିଏ ଦେଖୁଛି ସେ ମୁଗ୍ଧ ହେଉଛି। ଲକ୍ଷ୍ମୀ ନାରାୟଣ ବାବୁ ଖଣ୍ଡେ ମାଗିଛନ୍ତି, ମୁଁ ଦେବି। ଦୁହିଁଙ୍କ ଯାକର ଭଲ ହୋଇଛି। ଆଜି ତମର ଛୋଟ ଫଟୋକୁ ବଡ଼ କରିବାକୁ ନେବି। ମୁଁ ଏଣେ ତମକୁ ପୂଜା କରୁଥାଏ, ତମେ ତେଣେ ମୋ ଉପରେ ଏଡ଼େ ମୁହଁ କରିଥାଅ। ମୁଁ ସେଠୁ ଆସି ବଡ଼ ବ୍ୟସ୍ତ ଅଛି। ଆମକୁ ଏ ମାସ ଯାକ ସ୍କୁଲରେ ପଢ଼େଇବାକୁ ହେବ, ତେଣୁ ସମସ୍ତେ ବ୍ୟସ୍ତ ଅଛୁ। ତଥାପି ମୁଁ ଚିଠି ନିୟମିତ ଦେବି। ତମେ ମଧ୍ୟ ଏମିତି ବିଳମ୍ବ କରନା। ତମ ଚିଠି ତମ ସ୍ପର୍ଶ ଦିଏ ଓ ତମ କଥା ଶୁଣାଏ। ସେ ଯେ କେତେ ପ୍ରିୟ ତା କ'ଣ ତମେ ଜାଣନି? ତମର ମନ ଏମିତି କାହିଁକି ହେଉଛି? ତମର ମାନସିକ ବ୍ୟାଧି ଲାଗି ମୁଁ ଔଷଧ ପ୍ରସ୍ତୁତ କରୁଛି, ଖାଇବ ନା? ଧନ ସମ୍ପଦ ମୋର, ମୋତେ କ୍ଷମା କର। ଏ ଜୀବନ ତମରି। ତମକୁ ଯଦି ବିରକ୍ତ କରିଛି ସେ କେବଳ ସ୍ନେହର ଅଧିକାରରୁ। ମୋର ତ କାନ ମୋଡ଼ିବାର ଅଧିକାର ଅଛି। ଏ କ'ଣ? ନାହିଁ ବୋଲି ନାହିଁ କର କଥା ଛିଣ୍ଡିଯିବ। ଅଛି ଯଦି କ୍ଷମା ନ କରି ଧରି ବସୁଛ କିଆଁ? ବସନ୍ତର ମାଧବୀ ଲତା ମୋର, ଆସ। ସେଇ ଚିର ପୁରାତନ ଚିର ନୂତନ ଆଶ୍ଲେଷ ଦିଏ। ସେଇ ତନୁଲତା ଯାହା ସ୍ପର୍ଶ କଲେ ମୋର ସମସ୍ତ ଇନ୍ଦ୍ରିୟ ଜାଗ୍ରତ ହୋଇ ଉଠେ। ପୁଣି ତାର ଯାଦୁ ସ୍ପର୍ଶ ଦିଅ। ବାଳର ଚିକିତ୍ସା କରୁଛ ଜାଣି ଖୁସି ହେଲି। ସେହିପରି କର, ନିଶ୍ଚୟ ଫଳ ପାଇବ। ଦୁର୍ଗା ଗଲାବେଳେ ତା ହାତରେ ମୋର ଓ ତମର ସବୁ ଫଟୋ ପଠାଇ ଦେବି। ତମର ସମସ୍ତ କଥା ଲେଖିବ। ଏମିତି ଦୁଃଖପୂର୍ଣ୍ଣ କାହାଣୀ ଓ ଅଭିମାନ ଲେଖି ବସିଲେ ମୁଁ ଚିଠି ଜମା ପଢ଼ିବିନି।
ତମେ ଯଦି ଏମିତି ହେବ ମୋ ପରି ଦୁର୍ବଳ ଚେତନାର ଲୋକକୁ ସମ୍ଭାଳିବ କିଏ? କାଲି ତମ ଜାତକ ଦେଖାଇଥିଲି। 7-8 ଦିନ ପରେ ତମର ଗୋଟେ ଉତ୍ତମ ଦଶା ଆସୁଛି। ସେଥିରେ ତମର ଓ ମୋର ସର୍ବବିଧ ମଙ୍ଗଳ ହେବାର ଶୁଣିଲି। ଦେଖାଯାଉ କ'ଣ ହେଉଛି। ଶୀଘ୍ର ଚିଠି ଦିଅ। ମୋ ରାଣ ଶେଷବାର ପାଇଁ କ୍ଷମା ମାଗୁଛି। ସେଇ ଚିର ଆଦରର ମୁଖମଣ୍ଡଳ ଟେକନା। ଆଖି ପୁରାଇ ଟିକିଏ ଦେଖିନିଏ। କି ଆଖି, କି ଚାହାଣୀ! ମାରିଦେବ ଲୋକକୁ ତମେ। ମୋର ଲକ୍ଷ ଲକ୍ଷ ଚୁମ୍ବନ ଗ୍ରହଣ କରିବ। ଇତି ତମର ଚିରକାଳର ପ୍ରିୟ। ଶ୍ରୋତାବନ୍ଧୁ, ଏଇଠି ଶେଷ ହେଲା ଡକ୍ଟର ମାୟାଧର ମାନସିଂହଙ୍କ ପ୍ରଣୟ ଚିଟାଉ କ୍ରମରେ ଚିଠି। ତମ ଚିଠି ତମ ସ୍ପର୍ଶ ଦିଏ। ଏହି ଚିଠିଟି ଆପଣମାନଙ୍କୁ କେମିତି ଲାଗିଲା କମେଣ୍ଟ କରି ନିଶ୍ଚିତ ଜଣାଇବେ। ଚ୍ୟାନେଲରେ ନୂଆ ହୋଇଥିଲେ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ରହିଲୁ, ନମସ୍କାର।